ନୋଟ କରିବେ କିଛି କିଛି ପଇସା 10 ଟଙ୍କିଆ 5 ଟଙ୍କିଆ 50 ଟଙ୍କିଆ ଏମିତି ନୋଟ ସବୁ କଣ ହେଇଛି ମାନେ ସେ ଗୋଟେ ଲୋକ ପାଇଛି ଆଉ ସେ ଦିନ ସାରାର ମଜୁରୀ କରି ସେ ଘରକୁ ଆଉ ଯାଇଛି। ତ ମୁଁ ଯୋଉ ସ୍ଥାନରେ ବସିଥିଲି ଆମ ସାଙ୍ଗମାନଙ୍କ ସହିତ ସେଇ ଫ୍ରଣ୍ଟରେ ହିଁ ସେ ପଇସା ଗୁଡାକ ଦିନ ସାରାର ପଇସା ଗୁଡାକ ଆଉ ସେଇ ଟାଇମରେ ପ୍ରାୟ 250 ରୁ 300 ଟଙ୍କା ଭିତରେ ହବ ମୋର ମାନେ ମୁଁ ତ ଗଣିନି ସେଟା ବୋଧେ ମୁଁ ସେତିକି ଅନୁମାନ କରୁଛି। ପୁରା ସବୁ ପୁରା ମୁଦ୍ରା ଅବସ୍ଥାରେ ଅଛି। ପଇସା ଯେମିତି ଲେବର ମାନେ ଆଉ ଖଟିବେ ପଇସାକୁ ଲୁଙ୍ଗିରେ ଯେମିତି ଏମିତି କରିକି ଭିଡିକି ରଖନ୍ତି ଏମିତି କାଗଜକୁ ଦେଖୁଥିବେ ଏମିତି ପୁରା ପୁରା ଚେପା ଅବସ୍ଥାରେ ଅଛି। ତ ମୁଁ ସାମ୍ନାରେ ସେଟା ପଢିଛି ମତେ ଆସନ୍ତା କାଲି ବାଇବେଲ ଟ୍ରେନିଂ ଯିବାର ଅଛି। ତ ମୋ ସାମ୍ନାରେ ପଡିଛି ମୁଁ ସେଟା ଦେଖିଲି ଫଟକିନା କାଢିଲି ସନ୍ଧ୍ୟା ବେଳକୁ ଟାଇମ ଟା କାଢିଲି ଦେଖିଲି ଏଇ ପରିସ୍ଥିତିରେ ଏଟା କେମିତି ଦେଖିଲି ଏଟା ପୁରା ଏମିତି ହେଇକି ଅବସ୍ଥାରେ ଅଛି। ତ ମୁଁ ଆଉ ସାଙ୍ଗ ମାନଙ୍କୁ କହିଲି ନାହିଁ ସେମାନେ କହିଲେ ଆଉ ପାଇଛୁ ଆଉ ଚାଲ କଣ ଖାଇଦେବା ଖର୍ଚ୍ଚ କରିଦେବା। ମୁଁ ଆଉ କିଛି କହିଲି ନାହିଁ ସାଙ୍ଗମାନଙ୍କୁ ବି କିଛି କହିଲି ନାହିଁ କିଛି ନାହିଁ। ଆଉ ସିଧା ସେଇ ସାମ୍ନାରେ ଗୋଟେ ଦୋକାନ ଥିଲା ସେ ଦୋକାନୀକୁ ମୁଁ ଦେଲି ସେଇ ପଇସା। ଏଠି ଜଣେ ଲେବର ଥିବ ଲେବର ଶ୍ରେଣୀର ଲୋକର ପଇସା ହେଇଥିବ ଦିନ ସାରା ସେ ଖଟିକି ସେ ପଇସା ବି ମାନେ ଅଲଗା ଅଲଗା ହେଇନି ପୁରା ମୁଦ୍ରା ଅବସ୍ଥାରେ ଅଛି। ସବୁ ନୋଟ ଗୁଡାକ ଦିନ ସାରା କାମ କରି ଲୁଙ୍ଗି କେତେବେଳେ ତାର କଣ ହେଇଛି ପଶିଛି ମାନେ ଖସିକି ପଡି ଯାଇଛି। ତ ମୁଁ ଦେଇକି ଘରକୁ ପଳେଇଲି। ତାପରେ ଖିଆପିଆ କରିକି ରାତି 10ଟା ପରେ ଯାଇକି ମୁଁ ଶୋଇଛି। ସେ ବ୍ୟକ୍ତି ଆମ ଘରକୁ ଆସିଲେ। ସେ ଆସିକି ଆମ ଘର ମତେ ଡାକିଲେ। ତାପରେ ମୁଁ ଯେତେବେଳେ ବାହାରକୁ ବାହାରିଲି ମୋଠୁ ବହୁତ ବୟସ୍କ ଲୋକ ମୋ ହାତ ଧରିକି ସେ କାନ୍ଦିଲେ। ମୁଁ କହିଲି କାହିଁ କାନ୍ଦୁଛନ୍ତି? ସେ କହିଲା ବାପାରେ ତୁମକୁ ଯୋଉ ପଇସା ମିଳିଥିଲା ସେଟା ମୋର। ସେ ମୁଁ ଗଲି ମୁଁ ଯାଇକି ଯେତେବେଳେ ଘରକୁ ଗଲି ଯେତେବେଳେ କିଛି ସୌଦା ପତ୍ର ଆଣିବା ପାଇଁ ଯେତେବେଳେ ଖୋଜୁଛି ପଇସା ନାହିଁ ପିଲାମାନେ ଭୋକରେ ଅଛନ୍ତି ଦିନ ସାରା। ତ ମୁଁ ପୁନର୍ବାର ଦୌଡ଼ିକି ଆସିଲି ଏଇ ଷ୍ଟାଣ୍ଡକୁ ଯେ ଦେଖିଲି ଯେ ମୁଁ ଭୟ ମାନେ ପୁରା ବ୍ୟାକୁଳରେ ଖୋଜିଲା ବେଳକୁ ସେ ଦୋକାନୀ ମତେ ଡାକିଲା କଣ ଖୋଜୁ ନା ଏମିତି ପଇସା ନାଇଁ ନା ଅମୁକ ବାବୁକୁ ମିଳିଥିଲା ସେ ଦେଇକି ଯାଇଛନ୍ତି ଅମୁକ ପୁଅକୁ ମିଳିଥିଲା। ସେ ଆସିକି ମୋ ପାଖରେ କାନ୍ଦିଲେ। ତ ଯେତେବେଳେ ମୁଁ ଖୋର୍ଦ୍ଧା ଆସିଲି ଟ୍ରେନିଂ କରିବା ପାଇଁ ଟ୍ରେନିଂ କରି ସାରିଲା ପରେ ମୋର ଗୋଟେ ଆଉ ଯେତେବେଳେ ମୁଁ ଯାଇକି ସେ ଦର୍ଶନଟା ମୁଁ ପରେ ଅନୁଭବ କଲି ଯେ ମୁଁ ଯେତେବେଳେ ସେବା କାର୍ଯ୍ୟକୁ ବାହାରିଲି ଟ୍ରେନିଂ ସମାପ୍ତ ପରେ ମତେ ରାୟଗଡା ଜିଲ୍ଲାକୁ ପ୍ରଥମରେ ନିଆଗଲା ସେବା କାର୍ଯ୍ୟ ପାଇଁ। ସେବା କାର୍ଯ୍ୟ କଲି ସତ କିନ୍ତୁ ପ୍ରଭୁଙ୍କର ଯୋଜନା ସେଠି ଅଧିକ ସମୟ ନଥିଲା। ପୁନର୍ବାର ପ୍ରଭୁ ମତେ ସେଇ ଖୋର୍ଦ୍ଧାକୁ ହିଁ ଆଣିଲେ। ଖୋର୍ଦ୍ଧାକୁ ଆଣିଲେ ଏବଂ ଏମିତି ଲୋକମାନଙ୍କ ଭିତରକୁ ନେଇକି ଗଲେ ମତେ ସେବା କାର୍ଯ୍ୟ କରୁ କରୁ ଗୋଟିଏ ପରିବାର 2ଟି ପରିବାର ଏମିତି 10 ଗୋଟି ପରିବାର ଗୋଟେ ଜାଗାରେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଆଉ ସେମାନେ ସେ ଲେବର ଶ୍ରେଣୀର ଲୋକମାନେ। ପ୍ରଭୁଙ୍କୁ କହିଲି ପ୍ରଭୁ ମୁଁ ତ ରାୟଗଡାରେ ଭଲ ସେବା କାର୍ଯ୍ୟ କରୁଥିଲି ଏମାନଙ୍କ ଭିତରକୁ ମତେ ଆଣିଲ ଏଇଠି ମୁଁ ରହିବି ନା ଆଉ କୋଠି ଜାଗାକୁ ମତେ ନେବାର ଅଛି? ପ୍ରଭୁ କହିଲେ ତମକୁ ଏହି ସ୍ଥାନରେ ରହିବାକୁ ଅଛି। ପ୍ରଥମ ଦିନ ମାନେ କୌଣସି ସେବା କାର୍ଯ୍ୟର କୌଣସି ବିଷୟ ମୁଁ ଜାଣିନଥିଲି। ବାଇବେଲ ଅଧ୍ୟୟନର କୌଣସି ମାନେ ଟ୍ରେନିଂ ନଥିଲା। ଟ୍ରେନିଂକୁ ଆସିବା ପୂର୍ବ ଦିନରେ ସେ ଘଟଣା ଗୋଟେ ଲେବର ର ପଇସା ଯେତେବେଳେ ମୁଁ ଫେରେଇ ଦେଲି ପ୍ରଭୁ ସେଇଠାରୁ ପ୍ରଭୁ ମତେ ମନୋନୀତ କଲେ ଲେବର ଶ୍ରେଣୀ ଲୋକମାନଙ୍କ ଭିତରେ ମାନେ ଅନରିଚ ପିପୁଲ ମାନଙ୍କ ଭିତରେ ସେବା କାର୍ଯ୍ୟ କରିବା ପାଇଁ। ତ ପ୍ରଭୁଙ୍କର ଆଦେଶ ଅନୁସାରେ ମୁଁ ଯୋଉ ଜାଗା ମାନଙ୍କର ସେବା କାର୍ଯ୍ୟ କରୁଛି ପ୍ରତ୍ୟେକ ସମସ୍ତେ ଲେବର ଶ୍ରେଣୀର ଲୋକମାନେ। ସେଥିପାଇଁ ମୁଁ ସେମାନଙ୍କ ପାଇଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦଉଛି କାରଣ ପ୍ରଭୁ ସେମାନଙ୍କ ଭିତରେ ମତେ ସେବା କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ମତେ ଏଥିପାଇଁ ଭୁବନେଶ୍ୱରକୁ ବି ଡକାଗଲା ଗୋଟେ ଏରିଆରେ ପଟିଆ ଅଞ୍ଚଳରେ ସେବା କାର୍ଯ୍ୟ କରିବା ପାଇଁ। ମୁଁ ମନା କରିଦେଲି। ସେଥିପାଇଁ ମତେ ଆଉ ବିଭିନ୍ନ ପ୍ରକାର ଚାପ ବି ଆସିଛି ବିଭିନ୍ନ ପ୍ରକାର ସମସ୍ୟା ମୋ ପାଇଁ ଆସିଛି। କହିଲି ନା ମୁଁ ଯୋଉମାନଙ୍କ ଭିତରେ ସନ୍ତୁଷ୍ଟ ଅଛି ବାସ୍ ସେ ଲେବର ଶ୍ରେଣୀ ଲୋକମାନଙ୍କ ଭିତରେ ମୋର ଦିନ ଯାଉଛି। ସେ ଲେବର ଶ୍ରେଣୀ ଲୋକମାନଙ୍କ ଭିତରେ ମୋର ସେବା କାର୍ଯ୍ୟ ସେମାନଙ୍କ ପାଖରେ ବସିବା ସେମାନଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ ସୁଖ ଦୁଃଖରେ ପ୍ରାର୍ଥନା କରିବା ମୋ ପାଇଁ ମୋ ପରିବାର ପାଇଁ ତାହା ଆନନ୍ଦ ଆଣୁଛି। ତେଣୁ କରିକି ପ୍ରଭୁ ଏ ସାକ୍ଷାତର ଆଶୀର୍ବାଦ କରନ୍ତୁ ପ୍ରାର୍ଥନା କରନ୍ତୁ ମୋର ସେ ବିଶ୍ୱାସୀ ମାନଙ୍କ ପାଇଁ ସେମାନେ ଯେପରି ପ୍ରଭୁରେ ବଢିବେ ଏବଂ ଆମମାନଙ୍କ ପରିବାରର ସମସ୍ତ ବିଷୟ ପାଇଁ ମଧ୍ୟ ଆପଣ ପ୍ରାର୍ଥନା କରିବେ। ଧନ୍ୟବାଦ। ନମସ୍କାର।